ଘରଣୀ ପିଲାମାନଙ୍କୁ ଛାଡ଼ିକି ଆସିଲା ପରେ ଝାଡ଼ୁ ଧରି ଯାଇଥିଲି ଘରର ଚାକରାଣୀ। ସକାଳୁ ସକାଳୁ ପ୍ରଥମେ ଆଗ ଓଳିଆଓଳି କରିଥିଲି, କାରଣ ଏଇଟା ଥିଲା ମୋର ପ୍ରଥମ କର୍ତ୍ତବ୍ୟ ବୋଲି। ତ ସଫାସୁତୁରା କରିସାରିଲା ପରେ ଖଡ଼ିକା ମୁଠାକୁ ବାରି ଟାଇପ୍ରେ ଧୋଇଥିଲି, ଘରେ ନେଇ ରଖିଥିଲି। ଦାଣ୍ଡ ଆଉ ଘର ଛାଡ଼ ବାରି ଓଳିଆକୁ କେତେ ପଡ଼ୁଛି ଦେଖିଲେ ଅଣ୍ଟା କଣ ହେଇଯାଉଛି। ତା ସହିତ ଏତେ ଘର ଦ୍ୱାର ବି ସକାଳୁ ଓଳେଇକି ଯାଇଥିଲି, ଚୁଲି ପାଖ ତାଟି ମଧ୍ୟ ସଫା କରିଦେଇଥିଲି। ଦାଣ୍ଡ ଓଳିଆକୁ ଆମର ଜଣେ ସ୍ତ୍ରୀ ଲୋକ ଆସନ୍ତି, ସେଥିରୁ ମୋତେ ଟିକେ ମୁକ୍ତି ମିଳିଛି। ସେ ଯେତେବେଳେ ନ ଆସନ୍ତି ମୋତେ ଲାଗେ ଭାରି ଅଶାନ୍ତି। ତାପରେ ମୁଁ କଣ କଲି, ଘରକୁ ଆସିଲି, ଆଉ କିଛି ଅନ୍ୟାନ୍ୟ କାମ ସାରି ଡଷ୍ଟବିନ୍ ଫୋପାଡ଼ିବାକୁ ଭୁଲି ଯାଇଥିଲି। ସେତିକି କ'ଣ, ନଳା ବି ସଫା କରିବାକୁ ପଡ଼େ, ତାପରେ ବେସିନ୍ ସଫା କରିବାକୁ ପଡ଼େ। ତ ଭାବନ୍ତୁ ସ୍ତ୍ରୀ ଲୋକମାନଙ୍କୁ କେତେ ପ୍ରକାର କାମ କରିବାକୁ ପଡ଼େ। ଆକୁ କ'ଣ କେବେ ଲିଷ୍ଟ କରିହେବ କି? ଆଜି ଭାବିଲି ମୁଁ କିଛି ମିନି ବ୍ଲଗ୍ଟେ ବନେଇଦେବି, ଆପଣମାନଙ୍କୁ ଜଣେଇବି। ଗାଧେଇ ପାଧେଇ ସାରି ଗଲି, ଫୁଲ ଆଣିବାକୁ ଭୁଲି ଯାଇଥିଲି। ଲୁଗାପଟା ଶୁଖେଇଲି, ସେଇଠି ଫୁଲ ଆଣିଲି। ଆମର ଜଳଦେବତାଙ୍କୁ ପୂଜା କରାଯାଏ, ତ ଟ୍ୟୁବୱେଲରେ ସିନ୍ଦୁର ଲଗାଯାଇଥାଏ। ସାନ ଯାଠି ଚା ବସେଇଛି, ତାପରେ ମୁଁ ଠାକୁର ଘରେ ଗଲି, ହେଲି ମୁଁ ପୂଜାରିଣୀ। ତ ଠାକୁରଙ୍କୁ ପୂଜା କରିସାରିଲା ବାସନକୁସନ ମାଜି ରଖାରଖି କରିଦେଲି। ତାପରେ ବାପା ଆଣିଥିବା ବରା ତରକାରୀ ଟିକେ ଖାଇଦେଲି। ତାପରେ ଶେଷରେ ମୁଁ ହେଇଯାଇଥିଲି ଘରର ଘରଣୀ, ମାନେ ଲକ୍ଷ୍ମୀ ଠାକୁରାଣୀ।